ମାନଙ୍କର ମଧ୍ୟ ପାରିଶ୍ରମିକ ବୃଦ୍ଧି କରାଯାଇଛି 1250 ଟଙ୍କା ମଧ୍ୟ ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇଲା ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ 10,000 ଟଙ୍କା ପାଇବେ ଅଙ୍ଗନବାଡ଼ି କର୍ମୀ ପୂର୍ବରୁ ପାଇଥିଲେ 7,500 ଟଙ୍କା ଏବେ 10,000 ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା 5,375 ଟଙ୍କାରୁ 7,250 ଟଙ୍କାକୁ ବୃଦ୍ଧି ଅଙ୍ଗନବାଡ଼ି ସହାୟିକା ଦରମା 3,750 ଟଙ୍କାରୁ 5,000କୁ ବୃଦ୍ଧି ବର୍ଦ୍ଧିତ ଦରମା ପିଛିଲା ଭାବେ 2023 ଅକ୍ଟୋବର ପହିଲାରୁ ଲାଗୁ ଏହା ସହିତ ଅଙ୍ଗନବାଡ଼ି କର୍ମୀଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟକ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର 1,48,000 ଅଙ୍ଗନବାଡ଼ି କର୍ମୀ ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 350 କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଙ୍ଗନବାଡ଼ି କର୍ମୀ ତଥା ସେମାନଙ୍କ ସଂଗଠନଗୁଡ଼ିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ନୂଆ ଘୋଷଣା ଅନୁଯାୟୀ ଅଙ୍ଗନବାଡ଼ି କର୍ମୀମାନଙ୍କ ମାସିକ ଦରମା 7,500 ଟଙ୍କାରୁ 10,000 ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ 5,375 ଟଙ୍କାରୁ 7,250 ଟଙ୍କା ହେଲା। ସେହିପରି ଅଙ୍ଗନବାଡ଼ି ସହାୟିକା ପାରିଶ୍ରମିକ 3,750 ଟଙ୍କାରୁ 5,000 ଟଙ୍କାକୁ ବୃଦ୍ଧି କରାଗଲା। ଏହି ବର୍ଦ୍ଧିତ ପାରିଶ୍ରମିକ 2023 ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର 2023ରୁ ଜାନୁଆରୀ 2024 4 ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ ତାରିଖରୁ 10 ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସେହିପରି ଅଙ୍ଗନବାଡ଼ି କର୍ମଚାରୀଙ୍କ ସେବାନିବୃତ୍ତିରେ ପାଇଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏହା 1/4/2024 ଠାରୁ ଲାଗୁ ହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ପାଉଥିବା 40,000 ଟଙ୍କା ପରିବର୍ତ୍ତେ 1 ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡ଼ି କର୍ମୀମାନେ 30,000 ଟଙ୍କା ପରିବର୍ତ୍ତେ 75,000 ଟଙ୍କା ପାଇବେ ଓ ଅଙ୍ଗନବାଡ଼ି ସହାୟିକାମାନେ 20,000 ଟଙ୍କା ପରିବର୍ତ୍ତେ 50,000 ଟଙ୍କା ପାଇବେ। ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡ଼ି କର୍ମୀ ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ 2 ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ଏପ୍ରିଲ ପହିଲାରୁ ଲାଗୁ ହେବ। 500 ଟଙ୍କାରୁ ବଢ଼ିଲା 10,000 ଟଙ୍କାକୁ ଅଙ୍ଗନବାଡ଼ି କର୍ମୀଙ୍କର ପାରିଶ୍ରମିକ ମାସକୁ 2,500 ଟଙ୍କା ବୃଦ୍ଧି କରାଯାଇଛି। ପାରିଶ୍ରମିକ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଯେଉଁମାନେ ମାସିକ 7,500 ଟଙ୍କା ଅଙ୍ଗନବାଡ଼ି କର୍ମୀ ପାଉଥିଲେ ଏଣିକି ସେମାନେ 10,000 ଟଙ୍କା ମାସିକ ପାରିଶ୍ରମିକ ପାଇବେ। ମାସକୁ 2,500 ଟଙ୍କା ବୃଦ୍ଧି ପାଇଛି ଅଙ୍ଗନବାଡ଼ି କର୍ମୀ ମାନଙ୍କର ପାରିଶ୍ରମିକ। ବର୍ତ୍ତମାନ 10,000 ଟଙ୍କା ପାଇବେ ଅଙ୍ଗନବାଡ଼ି କର୍ମୀମାନେ ପାରିଶ୍ରମିକ ମାସକୁ। ମିନି ଅଙ୍ଗନବାଡ଼ି କର୍ମୀ ମାନଙ୍କର ମଧ୍ୟ ପାରିଶ୍ରମିକ ବୃଦ୍ଧି କରାଯାଇଛି 1,250 ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି ମିନି ଅଙ୍ଗନବାଡ଼ି କର୍ମୀ ମାନଙ୍କର ପାରିଶ୍ରମିକ। ମିନି ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ 3,750 ଟଙ୍କା ପାଉଥିଲେ ପାରିଶ୍ରମିକ ବର୍ତ୍ତମାନ ମଧ୍ୟ ଆଉ 1,250 ଟଙ୍କା ଅଧିକ ବୃଦ୍ଧି କରାଯାଇଛି ମିନି ଅଙ୍ଗନବାଡ଼ି କର୍ମୀ ମାନଙ୍କର ପାରିଶ୍ରମିକ। ବର୍ତ୍ତମାନ 5,000 ଟଙ୍କା ପାଇବେ ମିନି ଅଙ୍ଗନବାଡ଼ି କର୍ମୀମାନେ ମାସିକ। ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବରେ 2023 ଅକ୍ଟୋବରରୁ ଲାଗୁ କରାଯିବ। ପୁଣିଥରେ କହି ରଖୁଛୁ ଯେଉଁ ଅଙ୍ଗନବାଡ଼ି କର୍ମୀ ଏବଂ ମିନି ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ସେମାନଙ୍କୁ ବର୍ଦ୍ଧିତ ପାରିଶ୍ରମିକ 2023 ଅକ୍ଟୋବରରୁ ପିଛିଲା ଭାବରେ ପ୍ରଦାନ କରାଯିବ।